ଛେନାପୋଡ଼ର ପ୍ରସିଦ୍ଧି ସାରା ରାଜ୍ୟ ଓ ଦେଶରେ ରହିଅଛି। କି ଅରୁଣ ବାବୁ ସତ୍ୟ ନା ଦୟାକରି ଛେନା ଅଛି କାହିଁ ମୁଁ ତ ଦିନେ ଖାଇପାରିବି। ଅରୁଣ ବାବୁ ଆମେ ଭାରି ଏକାଠି ବସୁଥିଲୁ ବିଧାନସଭା ଭିତରେ 2004 ମସିହାରୁ ଏକାଠି ବସୁଥିଲୁ, ଏକାଠି ବି କାମ କରୁଥିଲୁ। ମୁଁ ସେତେବେଳେ ସରକାରୀ ଦଳର ଉପମୁଖ୍ୟ ସଚେତକ। ତାଙ୍କ ସହିତ ମିଶିବା ଏବଂ କାମ କରିବାର ସୁଯୋଗ ସେ ବି ପାଇଛନ୍ତି, ମୁଁ ବି ପାଇଛି। ଅନେକ ସମୟରେ ମୁଁ ଯେହେତୁ 2000 ମସିହାର ବିଧାୟକ, ମୁଁ ଟିକେ ତାଙ୍କରି ସିନିୟର, ତେଣୁକରି ପାଖରେ ବସିଲା ପରେ ଭାରି ତାଙ୍କର ବିଧାନସଭାରେ କହିବାର ଭାରି ଇଚ୍ଛା, ଭଲ ବକ୍ତା ମଧ୍ୟ। ନୂଆ ନୂଆ ସୁଯୋଗ ମିଳେ ନାହିଁ। ସେତେବେଳେ ମେଣ୍ଟ ସରକାର ଥିଲା। ମୁଁ ଡେପୁଟି ଚିଫ୍ ବିଷୟରେ ମୋର ସେତେବେଳେ ଭାରି ଖାତିର ଥିଲା। ସେ ଚିଫ୍କୁ ଧରିଲେ ସ୍ପିଚ୍ ପାଆନ୍ତି ନାହିଁ କହିବା ପାଇଁ, କିନ୍ତୁ ମୋତେ ଯଦି କହିବେ ମନ ଭାଇ ମୋତେ ଟିକେ ଆଜି ସୁଯୋଗ ଦେବ, ମୁଁ କହିବି ଆଜି। ମୁଁ କହିଲି ଆପଣ ରେଡି ତ? ସେ କହିଲା ନିଶ୍ଚିତ ଭାବରେ ମୁଁ ଆଜି ରେଡି କହିପାରିବି। ଅନେକ ସମୟରେ ଅନେକ ସୁଯୋଗ ମୁଁ ଦେଇଛି ଅରୁଣ ଭାଇଙ୍କୁ ଏବଂ ସେ ଭଲ ବକ୍ତା ହିସାବରେ ପ୍ରସିଦ୍ଧି ଲାଭ କଲେ। ଏବଂ ଆଜି ଅରୁଣ ଭାଇ ଆଜି ନିଶ୍ଚିତ ଭାବରେ ଓଡ଼ିଶା ରାଜନୀତି କ୍ଷେତ୍ରରେ ଜଣେ ଚର୍ଚ୍ଚିତ ବ୍ୟକ୍ତି। ତାଙ୍କ ସହିତ କାମ କରିବା ଏବଂ ସେ ମଧ୍ୟ ନିଶ୍ଚିତ ଭାବରେ ତାଙ୍କ ସାଙ୍ଗରେ ରହିବା। ଦ୍ୱିତୀୟରେ ହେଲା